ତ ପ୍ରତି ମାସରେ କେବଳ ଆମର ଓଡ଼ିଶାର କୃଷକମାନଙ୍କୁ 3,000 ଟଙ୍କା ଲେଖାଏଁ ମିଳିବ। ହଁ ଆଜ୍ଞା, ଏହା କୌଣସି ବି ମିଛ ନାହିଁ, ସମ୍ପୂର୍ଣ୍ଣ ସତ୍ୟ। କି ମୋଦି ଘୋଷଣା କରିଛନ୍ତି, ଆମର ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ବର୍ତ୍ତମାନ ସେ ଘୋଷଣା କରିଛନ୍ତି କି ଓଡ଼ିଶାର କେବଳ ଯଦି କହିବା ଆମେ ଓଡ଼ିଶାର ହିଁ କୃଷକମାନଙ୍କୁ ମାସିକ 3,000 ଟଙ୍କା ଲେଖାଏଁ ମିଳିବ। ଆଉ ଏ 3,000 ଟଙ୍କା ମାସିକ କୃଷକମାନଙ୍କୁ କେମିତି ମିଳିବ ସମ୍ପୂର୍ଣ୍ଣ ତଥ୍ୟ ଆମେ ଆଜି ଏ ଭିଡ଼ିଓରେ ଆଲୋଚନା କରିବା। ତ ଯଦି ଆପଣମାନେ ବି ଜଣେ କୃଷକ ଏ ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ମଧ୍ୟ ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ, ନହେଲେ ଆପଣମାନେ ବି ବୁଝିପାରିବେ ନାହିଁ। ଏହା କୌଣସି ଫେକ୍ ଜିନିଷ ନାହିଁ ଆଜ୍ଞା। ମୁଁ ଆପଣମାନଙ୍କୁ ମଧ୍ୟ ଦେଖାଇଦେବି ପେପର ମାଧ୍ୟମରେ ଯେଉଁ ଘୋଷଣାଟି ଆସିଛି, ଯେଉଁ ସୂଚନାଟି ଆସିଛି ବା ଯେଉଁ ନୋଟିସଟିକୁ ଆପଣଙ୍କୁ ମୁଁ ଡିସପ୍ଲେ ସାମ୍ନାରେ ଦେଖାଇଦେବି କି ଆପଣମାନେ ନହେଲେ ମିଛ ଭାବୁଥିବେ କି ଏହା ହେଉଛି ସମ୍ପୂର୍ଣ୍ଣ ମିଛ ବୋଲି। ଯେଉଁ ସୂଚନା ସରକାରଙ୍କ ପାଖରୁ ଆସୁଛି ସେହି ସୂଚନା ହିଁ ମୁଁ ଆପଣମାନଙ୍କ ସାମ୍ନାରେ ସବୁ ସତ ସୂଚନା ଦେଉଛି। ତ ଆପଣମାନେ ବି ନିଶ୍ଚିନ୍ତ ଦେଖନ୍ତୁ ଏ ଭିଡ଼ିଓକୁ ଆଉ ଜାଣିପାରିବେ। ତ ଏଇଠି ଆପଣମାନେ ଦେଖନ୍ତୁ ଏବଂ ଜାଣନ୍ତୁ କି ପ୍ରଧାନମନ୍ତ୍ରୀ ଯେଉଁ ଯୋଜନାଟି ଆସିଛି, ଚାଷୀଙ୍କୁ ସବୁ ମାସରେ ମିଳିବ ପେନସନ୍, ମିଳିବ 3,000 ଟଙ୍କା। କେଉଁଠି ଓ କେମିତି ଆପ୍ଲାଏ କରିବେ? ତ ଯଦି ଆମେ କହିବା କି ଦେଶର କେନ୍ଦ୍ର ସରକାର ଚାଷୀଙ୍କ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଉଛନ୍ତି, ବିଶେଷ କରି କେତେକ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଏହି କ୍ରମରେ କୃଷକମାନଙ୍କର ସବୁଠାରୁ ପ୍ରିୟ ଯୋଜନା କିଷାନ ମାନଧନ ଯୋଜନା ବିଷୟରେ ଏକ ବଡ଼ ଅପଡେଟ୍ ଆସିଛି ଏବଂ ସେହି ଅପଡେଟ୍ କ'ଣ ଆସିଛି ବର୍ତ୍ତମାନ ସୁଦ୍ଧା ଆପଣମାନେ ଦେଖିନାହାନ୍ତି ଏବଂ ମୁଁ ଆପଣମାନଙ୍କୁ ଦେଖାଉଛି କି ସେ ଅପଡେଟ୍ କ'ଣ ଆସିଛି ବୋଲି। ଏବଂ ଯେଉଁ ଅପଡେଟ୍ଟି ଆସିଛି ବର୍ତ୍ତମାନ ଆପଣଙ୍କ ସାମ୍ନାରେ ସେ ଅପଡେଟ୍ଟି ଅଛି କି କିଷାନ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପରେ କୃଷି ଭାଇମାନେ ମଧ୍ୟ ଏହି ଯୋଜନାକୁ ବହୁତ ପସନ୍ଦ କରନ୍ତି। ଏହି ଯୋଜନା ଗୁଡ଼ିକ ମାଧ୍ୟମରେ ସେମାନଙ୍କୁ କୃଷି ଆଡ଼କୁ ଉତ୍ସାହିତ କରିବା ଏବଂ କ୍ଷତିରୁ ରକ୍ଷା କରିବା ପାଇଁ ପ୍ରୟାସ କରାଯାଏ। କୃଷିର ଦେଶ କୁହାଯାଉଥିବା ଭାରତରେ କୃଷକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଯୋଜନା ଚାଲିଛି। କେନ୍ଦ୍ରରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସୁବିଧା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। ଏହା ସହିତ କୃଷକମାନଙ୍କୁ ପେନସନ୍ ଯୋଜନା ମାଧ୍ୟମରେ ଆର୍ଥିକ ସୁବିଧା ଦିଆଯାଏ। ଏହି ଯୋଜନା ଗୁଡ଼ିକର ଲାଭ ପାଇବା ପାଇଁ କୃଷକମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏହାର ଅର୍ଥ ଯୋଗ୍ୟ ହେବା ପାଇଁ କିଛି ନିୟମ ପାଳନ କରାଯାଏ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କିଷାନ ମାନଧନ ଯୋଜନା ଅଧୀନରେ ବର୍ତ୍ତମାନ ଚାଷୀଙ୍କୁ ପ୍ରତି ମାସରେ 3,000 ଟଙ୍କା ପେନସନ୍ ଦିଆଯିବ। ସେହି କୃଷକମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ ଯାହାର ମାସିକ ଆୟ ବହୁତ କମ୍। ଏହି ଯୋଜନା ସେହି ଚାଷୀଙ୍କ ପାଇଁ କମ୍ ନୁହେଁ ଯେଉଁମାନଙ୍କର ଜମି ବହୁତ କମ୍ କିମ୍ବା ଚାଷ ପାଇଁ ଉପଯୁକ୍ତ ଜମି ଅଭାବ। ଏଭଳି ଚାଷୀଙ୍କ ପାଇଁ ସରକାର ପେନସନ୍ ବ୍ୟବସ୍ଥା କରିଛନ୍ତି। ଭାରତ ସରକାରଙ୍କ କିଷାନ ମାନଧନ ଯୋଜନା ଅଧୀନରେ କୃଷକମାନେ ସେମାନଙ୍କ ଆକାଉଣ୍ଟରେ ମାସକୁ 3,000 ଟଙ୍କା ପାଇପାରିବେ। ଏହି ଯୋଜନାର ଯୋଗ୍ୟତା କ'ଣ? କିଷାନ ମହାନ ଯୋଜନା ପାଇଁ ଯୋଗ୍ୟ ହେବାକୁ ବୟସ 18ରୁ 40 ବର୍ଷ ମଧ୍ୟରେ ହେବା ଉଚିତ। ପ୍ରିମିୟମ୍ ରାଶି ଆବେଦନକାରୀଙ୍କ ବୟସ ଅନୁଯାୟୀ ସ୍ଥିର କରାଯାଏ। ଯଦି କୃଷକ ଏହି ଯୋଜନା ଅଧୀନରେ ବିଳମ୍ବରେ ପ୍ରିମିୟମ୍ ଦେବା ଆରମ୍ଭ କରନ୍ତି ତେବେ ତାଙ୍କୁ ଅଧିକ କିସ୍ତି ଦେବାକୁ ପଡ଼ିବ। ଯଦି ଜଣେ କୃଷକ 18 ବର୍ଷ ବୟସ ପୂର୍ବରୁ ପ୍ରିମିୟମ୍ ଦେବା ଆରମ୍ଭ କରନ୍ତି ତେବେ ତାଙ୍କୁ କମ୍ କିସ୍ତି ଦେବାକୁ ପଡ଼ିବ। ଅଧିକ କୃଷକଙ୍କର 2ଟି ହେକ୍ଟର କିମ୍ବା କମ୍ କୃଷି ଜମି ରହିବା ଉଚିତ। 2 ହେକ୍ଟରରୁ ଅଧିକ କୃଷି ଜମି ଥିବା କୃଷକମାନେ ଏହି ସୁବିଧା ପାଇବେ ନାହିଁ। ଏହି ଯୋଜନା ଅଧୀନରେ କୃଷକମାନେ 60 ବର୍ଷ ବୟସ ପରେ ମାସକୁ 3,000 ଟଙ୍କା ପାଇପାରିବେ ବା ନେଇପାରିବେ। 5 କୋଟି ଚାଷୀଙ୍କୁ ସୁବିଧା ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟକୁ ବର୍ଷକୁ ବର୍ଷ ବୃଦ୍ଧି କରାଯାଉଛି। ଏହା ସହିତ କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ଏବଂ ବୃଦ୍ଧାବସ୍ଥାରେ ସକ୍ଷମ ହେବାକୁ ପଡ଼ିବ। ତ ଏମିତି କିଛି ସୂଚନା ଆସିଥିଲା ସରକାରଙ୍କ ପକ୍ଷରୁ ଯାହା ଚାଷୀମାନଙ୍କ ପାଇଁ ମାସକୁ ମାସ 3,000 ଟଙ୍କା ଲେଖାଏଁ ସେମାନେ କେମିତି ପାଇପାରିବେ। ତ ଯଦି ଆପଣମାନେ ଏହାକୁ କରିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଆବେଦନ ନିଶ୍ଚିନ୍ତ ଭାବରେ କରନ୍ତୁ। ଯଦି ଆପଣମାନଙ୍କୁ କୌଣସି ପ୍ରକାର କରିବାକୁ ଚାହୁଁନାହାନ୍ତି ତାହେଲେ ମଧ୍ୟ ଆବେଦନ ଆପଣମାନେ କରନ୍ତୁ ନାହିଁ। ଏବଂ ଭିଡ଼ିଓଟିକୁ ଯଦି ଆପଣମାନଙ୍କୁ ଭଲ ଲାଗିଛି ଭିଡ଼ିଓଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ, ଯାହାଦ୍ୱାରା ଅନ୍ୟ ଚାଷୀମାନେ ବି କିଛି ଜାଣିବାକୁ ପାଇପାରିବେ।